ଆମେ ରାଶି ଚକ୍ରର ଆଜି ଚତୁର୍ଥ ପଞ୍ଚମ ରାଶି ସିଂହ ରାଶି ଆଲୋଚନା କରିବା ଯେ 2026 ମସିହାଟି ଆପଣଙ୍କ ପାଇଁ କେତେ ପରିମାଣରେ ଭଲ କଟିବ ବା ଖରାପ କଟିବ। ଆମେ ଯଦି ଦେଖିବା ଏ ସିଂହ ରାଶିର ଅଧିପତି ହେଉଛନ୍ତି ସୂର୍ଯ୍ୟ ରବି ମହାଗ୍ରହ। ଏ ବର୍ଷଟି ଆପଣଙ୍କ ପାଇଁ ସବୁଆଡୁ ଅତ୍ୟନ୍ତ ଭାବରେ ବହୁତ ଭଲ ଫଳ ମିଳିବ। ତା ସହିତ ଆମେ ଯଦି ଆପଣଙ୍କର ପାରିବାରିକ ସମସ୍ୟା ଦେଖିବା, ପାରିବାରିକ ସମସ୍ୟା ଯାହା ବି ଥିଲା ଅତ୍ୟନ୍ତ ଭାବରେ ସୁଚାରୁ ରୂପରେ ସମାଧାନ ହେଇଯିବ। ଯେକୌଣସି ଆପଣଙ୍କର ଜମି ବାଡ଼ି ନେଇ ଦ୍ୱନ୍ଦ୍ୱ ଥିଲା ସେ ନିଶ୍ଚିନ୍ତ ସମାଧାନ ହବ। କୌଣସି ଭୂମି କିଣିବା, ନୂଆ ବାହନ କିଣିବା ବା ନୂଆ ଗୃହ କରିବା, ଏସବୁ ଜିନିଷ ପାଇଁ ଆପଣ ଯଦି ଆଗ୍ରହ ପୂର୍ବରୁ ଥିଲେ ଏହାକୁ ନିଶ୍ଚିତ ଭାବରେ ଆପଣ ସମ୍ପୂର୍ଣ୍ଣ କରିବେ। ମୁଖ୍ୟ ଭାବରେ ଆମେ ଯଦି ଦେଖିବା ଏ ସିଂହ ରାଶି ବ୍ୟକ୍ତି ମାନଙ୍କ ପାଇଁ ସ୍ୱାସ୍ଥ୍ୟ ବି ବହୁତ ପରିମାଣରେ ଭଲ ରହିବ। ତଥାପି ଆପଣ ଯଦି ସ୍ୱାସ୍ଥ୍ୟ ପୂର୍ବରୁ ଖରାପ ଥିଲା ଆପଣ ନିଶ୍ଚିତ ଶରୀରକୁ ଜଗିକି ରଖନ୍ତୁ। ତା ସହିତ କିଛି ବ୍ଲଡ ବା ରକ୍ତ ଜନିତ ସମସ୍ୟା, ବ୍ଲଡ ରିଲେଟେଡ କିଛି ଇସ୍ୟୁ ବାହାରିପାରେ, ସଂକ୍ରମଣ ଇନଫେକ୍ସନ ରୋଗ କିଛି ହେଇପାରେ। ତା ସହିତ ଆପଣଙ୍କର କୌଣସି ନା କୌଣସି କାର୍ଯ୍ୟକ୍ଷେତ୍ର ନେଇକରି ଆପଣ ବହୁତ ଆଗକୁ ଯିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ଯୋଉ ଶତ୍ରୁତା ସୃଷ୍ଟି ହଉଥିଲା ସେ ସବୁ ଜିନିଷ ସମାଧାନ ହବ। ଉଚ୍ଚସ୍ଥ ଅଫିସର ମାନେ ଆପଣଙ୍କ ବା ଉଚ୍ଚସ୍ଥ କର୍ମଚାରୀ ମାନେ ଆପଣଙ୍କୁ ସାହାଯ୍ୟ କରିବେ। ଆପଣଙ୍କର କାର୍ଯ୍ୟ ପାଇଁ ବି ଆପଣଙ୍କୁ ପୁରସ୍କୃତ କରାଯିବ। ଯଦି ଆପଣ କୌଣସି ଛାତ୍ର ବି ଅଛନ୍ତି ଆପଣଙ୍କ ପାଇଁ ଅତ୍ୟନ୍ତ ପାଠ ପଢା ପାଇଁ ବହୁତ ଭଲ ସମୟ ଆସୁଅଛି। ବହୁତ ଭଲ ରେଜଲ୍ଟ ବି ଆପଣ କରିବେ। ଯଦି କୌଣସି ପ୍ରକାର ଆପଣଙ୍କର ବିବାହ ନେଇ କୌଣସି ଅସୁବିଧା ଥିଲା ତାହେଲେ ବିବାହ ନିଶ୍ଚିତ ଭାବରେ ଆପଣ କୌଣସି ଅସୁବିଧା ରହିବ ନାହିଁ। ବିବାହ ଏ ବର୍ଷଟି ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ହେଇଯିବ। ତା ସହିତ ବର୍ଷର ଶେଷ ଭାଗରେ ଆପଣଙ୍କର ବିବାହ ନେଇକରି ଯୋଉ ଅସୁବିଧା ଥିଲା ସେ ସମାଧାନ ହେଇଯିବ। ଯଦି ଆମେ ଦେଖିବା ଅର୍ଥ ନେଇକରି, ଅର୍ଥ ଆପଣଙ୍କର ଏ ବର୍ଷ ବହୁତ ବଢିଆ ରୋଜଗାର ଆପଣ ନିଶ୍ଚିତ ଭାବରେ କରିବେ। ଯୋଉମାନେ ବିଜନେସ ବା ବ୍ୟବସାୟ କରୁଛନ୍ତି ଆପଣ ମାନଙ୍କ ପାଇଁ 26 ମସିହାଟି ଅତ୍ୟନ୍ତ ଭାବରେ ଅତି ଶୁଭଦାୟକ ହବ। ନିଜର ବ୍ୟବସାୟକୁ ଆପଣ ଉନ୍ନତି କରିବା ପାଇଁ ବା ଡେଭଲପ କରିବା ପାଇଁ ଆପଣ ଏତେ ଯେ ଆପଣ ଯୋଉ ପୂର୍ବରୁ ଯୋଉ ଭାବନା ଆପଣଙ୍କର ଥିଲା ସେ ବହୁତ ପରିମାଣରେ ବଢିଯିବ ବା ଆପଣଙ୍କର ଯାହା ଭାବିଥିଲେ ଆପଣ ନିଶ୍ଚିତ ଭାବରେ ସେୟା ପାଇବେ। ଆପଣ ମାନଙ୍କ ପାଇଁ ଏ ବର୍ଷର ପ୍ରତିକାର ହଉଛି ଆପଣ କୌଣସି ନଦୀରେ ବା ନଈରେ ଆପଣ କିଛି ଜଳ ସ୍ରୋତରେ ଆପଣ କିଛି ନଡିଆ ଭସାନ୍ତୁ। ତା ସହିତ ଆପଣ ଯେତେବେଳେ ସ୍ନାନ କରୁଛନ୍ତି ପାଣିରେ କ୍ଷୀର ମିଶେଇକିରି ଆପଣ ସ୍ନାନ କରିପାରିବେ। ପକ୍ଷୀ ମାନଙ୍କୁ କିଛି ଖାଇବା ପାଇଁ ଦିଅନ୍ତୁ। ଆପଣଙ୍କ ପାଇଁ